সেই পুত্র সন্তানের নাম আসিছি জয়দীপ। জয়দীপ জয়দীপ বন্দে বন্দে ভগবান ভাই সেମାନଙ୍କୁ ଯଥାମାନ୍ୟ ପ୍ରଣାମ ଜୟଗୁରୁ ଜଣାଉଛି। ତା ସହିତ ଉପସ୍ଥିତ ମୋର ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ମଣ୍ଡଳୀ, ସ୍ନେହମୟୀ ଜନନୀ କୂଳ, ସମୟଗତ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଗୁଣମୁଗ୍ଧ ଏ ଗ୍ରାମର ସମସ୍ତ ଧର୍ମପ୍ରାଣ ଭାଇ ଓ ମା ମାନେ, ଛୋଟ ଛୋଟ ପିଲାମାନେ ସମସ୍ତଙ୍କୁ ମୋର ଭକ୍ତିପୂତ ହାର୍ଦ୍ଦିକ ଜୟଗୁରୁ ଭରବର୍ଷ ପ୍ରଣାମ ଯଥାମାନ୍ୟ ଜଣାଏ। ଶ୍ରୀ ଶ୍ରୀ ଠାକୁରଙ୍କର ଅପାର କରୁଣା ଦୟା, ତାଙ୍କରି ଦୟାରୁ ଆଜି ଏ ମୌଲିଗାଡ଼ି ଗ୍ରାମରେ ଆମର ଯେଉଁ ମା ଏ ସତ୍ସଙ୍ଗର ଆୟୋଜନ କରିଛନ୍ତି, এই নাতির নামকরণ উদ্দেশ্যে ঠাকুর এতে দয়া করছেন, করুণা করছেন, তার আশীর্বাদରୁ এই পবিত্র সৎসঙ্গ আজ অনুষ্ঠিত হয়েছে। যে মহৎ উদ্দেশ্য তাଙ୍କ নাতির নামকরণ জয়দীপ, তো শুভ নামটি আসিছি আশীর্বাদ দুষ্ট নাম জয়দীপ। এতে সুন্দর না, জয় মানে তো জিতিবা, দীপ মানে দীপ আলুଅ, ଯେଉଁ ଦୀପ ସବୁବେଳେ କ'ଣ କରିବ ଜୟ ଲାଭ କରିକି ଯିବ ଜୀବନରେ। ତ ମଣି ସ୍ୱସ୍ତିରେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳିଆ ତାକୁ ଯେତେବେଳେ ନାମକରଣ କରାହେଉଥିଲା ସେ ପିଲା ଠାକୁରଙ୍କୁ ଅନଉଥିଲା, ପୁରା ଏକଦମ ସ୍ମାର୍ଟ ଅଛି। ତ ଠାକୁରଙ୍କର ଏତେ ଦୟା ଏତେ କରୁଣା ଯେ ଠାକୁରଙ୍କର ମନ ଲାଗି ମଣିଷଟେ ହଉ। ଆମର ଭଗବାନ ଭାଇଙ୍କର ସରସ୍ୱତ ସ୍ୱର ମିଳେଇ ମୁଁ ଠାକୁର ପାଖରେ ଏହି ପ୍ରାର୍ଥନା ଜଣାଉଛି, ଉପଯୁକ୍ତ ବୟସରେ ଠାକୁର ଜୀବନରେ ଗୁରୁପଥରେ ବରଣ କରୁ ଏବଂ ଇଷ୍ଟଙ୍କ ଲାଗି କର୍ମ କରି, ଠାକୁରଙ୍କ ଲାଗି କର୍ମ କରି ତା ମାନବ ଜୀବନ ସାର୍ଥକ ହଉ, କୁଳଚନ୍ଦ୍ରମା ହେଇ ଉଠୁ, ଠାକୁରଙ୍କର ଭକ୍ତ ହଉ, ଇଷ୍ଟ ପରିବାରକୁ ଭକ୍ତି କରୁ, ପିତୃମାତୃ ଭକ୍ତ ହଉ, ଗୁରୁ ଗୁରୁଜନକୁ ଭକ୍ତି କରୁ, ସମସ୍ତଙ୍କର ସ୍ନେହ ମାନେ ଶ୍ରଦ୍ଧାର ପାତ୍ର ହେଇ ଉଠୁ, ଭଲ ମଣିଷଟିଏ ହେଇ ଉଠୁ ଠାକୁରଙ୍କର ଅପାର ଗୁଣରୁ ଏବଂ ତାଙ୍କ ପରିବାରର ସମସ୍ତଙ୍କର ମଙ୍ଗଳ ପାଇଁ। ଆମମାନେ ଯେଉଁମାନେ ସତ୍ସଙ୍ଗରେ ବସିଛେ, ଯେଉଁମାନେ ବସି ନାହାନ୍ତି ଆସିନାହାନ୍ତି, ସମସ୍ତଙ୍କର ମଧ୍ୟ ସାର୍ବିକ ମଙ୍ଗଳ ପାଇଁ ମୋ ପ୍ରିୟ ପରମଙ୍କର ଆତୁର ଚରଣେ ମୋର ଏକାନ୍ତ ପ୍ରାର୍ଥନା ଜଣାଉଛି। ସୁନ୍ଦର ଭଜନ କୀର୍ତ୍ତନ ସମାହିତ ହେଇଛି। ମୋ ପୂର୍ବରୁ ସମାନ୍ୟ ଭଗବାନଟା ଶ୍ରୀ ଶ୍ରୀ ଠାକୁରଙ୍କର ସନ୍ତାନ ଚର୍ଚ୍ଚା ଯେ କ'ଣ, ସନ୍ତାନଟିଏ ଜନ୍ମ କଲା ପରେ ତାର ଚର୍ଚ୍ଚା କେମିତି କରିବାକୁ ହବ, ସିଏ କେମିତି ଗୋଟେ ଛୋଟ ପିଲାରୁ ବଡ଼ ପିଲା ହବ, ଭଲ ମଣିଷ ହବ, ଶ୍ରୀ ଶ୍ରୀ ଠାକୁର ସେ ସମ୍ପର୍କରେ ଯାହା କହିଛନ୍ତି ତାହା ଚୁମ୍ବକରେ ସେ ଆଲୋଚନା କରିଛନ୍ତି। ସେ କହୁଛନ୍ତି ଯେ ପିଲା ଯାହା ହବ ନିର୍ଭର କରୁଛି ବାପା ମାଆଙ୍କ ଉପରେ। ବାପା ମାଆଙ୍କର ସାଧନା 12 ବର୍ଷର ସାଧନା, ସେ ସାଧନା ଭିତରେ ଦେଇ ପିଲା ହେଇ ଉଠିବ। ସେ ଦେଖିବ ଯେ ମୋ ବୋଉ କ'ଣ କରୁଛି, ସେ ଦେଖିବ ମୋ ବାବା କ'ଣ କରୁଛନ୍ତି ନା ନାଇଁ। ସେ ଯାହା ଦେଖିବ, ମଣିଷ ହେଉଛି ଅନୁକରଣ ପ୍ରିୟ ଏବଂ ତାକୁ ସେ ଅନୁକରଣ କରିବ, ଶିଖିବ ଆଉ ସେଭଳି ହେଇ ଉଠିବ। ଯଦି ସେ ଦେଖିବ ଯେ ମୋ ବୋଉ ପାହାଁତିଆରୁ ଉଠୁଛନ୍ତି, ମୋ ବାବା ପାହାଁତିଆରୁ ଉଠୁଛନ୍ତି, ଚକ୍ରଫଳ ଧ୍ୟାନ କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ଇଷ୍ଟଭୂତି କରୁଛନ୍ତି, ତାହେଲେ ସିଏ ମଧ୍ୟ ଦେଖିବ, ତାହା ମଧ୍ୟ କରିବାକୁ ଚେଷ୍ଟା କରିବ। ଛୋଟ ଛୋଟ ପିଲାମାନେ ଦେଖିବେ ବେଳେବେଳେ କ'ଣ କରନ୍ତି, ମୋତେ ମଧ୍ୟ ପଇସା ଦିଅ ମୁଁ ମଧ୍ୟ ଇଷ୍ଟଭୂତି କରିବି, ଭାବୁଛନ୍ତି, ଭାବୁନାହାନ୍ତି। କାହିଁକି ନା ମଣିଷ ଯାହା ଦେଖେ ତାହା ଶିଖେ ଏବଂ ସେଭଳି ଭାବରେ ତା ଜୀବନ ବର୍ଦ୍ଧିତ ହେବ। ଯଦି ଏଭଳି ଭାବରେ ଜୀବନ ବର୍ଦ୍ଧିନଶୀଳ ହୁଏ ତାହେଲେ ଭଲ ମଣିଷଟିଏ ହେବ, ଏଥିରେ କୌଣସି ସନ୍ଦେହ ହିଁ ନାହିଁ। ନିଶ୍ଚିତ ଭାବେ ଗୋଟେ ଭଲ ମଣିଷ ହୋଇ ଉଠିବ, ଠାକୁରଙ୍କର ଅପାର ଗୁଣ ଅପାର ଦୟା। କିନ୍ତୁ ତାର ବ୍ୟତିରେକେ ଯଦି ବାପା ମା ତାହା କରନ୍ତି ନାହିଁ, ଇଷ୍ଟଧାରାରେ ଚାଲନ୍ତି ନାହିଁ, ଇଷ୍ଟଭୂତି କରନ୍ତି ନାହିଁ, ପ୍ରାର୍ଥନା କରନ୍ତି ନାହିଁ, ପିଲା ଦେଖିବ କ'ଣ? କିଛି ଦେଖିବ ନାହିଁ। ହବ କ'ଣ? କିଛି ହବ ନାହିଁ। ତେଣୁ କିଛି ହବାକୁ ହେଲେ ବାପା ମାଆଙ୍କୁ କିଛି କରିବାକୁ ପଡ଼ିବ, ଯାହା ମୋ ପୂର୍ବରୁ ଭଗବାନ ଭାଇ କହୁଥିଲେ। ଠିକ୍ ଅଛି, ସୁନ୍ଦର କଥା। ପିଲାର ଜୀବନର ବର୍ଦ୍ଧନ କେମିତି ହବ, ଯାହା ଠାକୁର ଆମର ଟେକ୍ନିକ୍ ବତେଇଲେ, କୌଶଳ ବତେଇଲେ, ସେ କୌଶଳ ବାପା ମା ଆପଣେଇବେ ଏବଂ ଜୟଦୀପ ନାଁରେ ହିଁ ତାକୁ ଡାକିବେ। ସେଇଥିରେ ତାର ମଙ୍ଗଳ ଅଛି। ଏଇ ନାଁରେ ହିଁ ଡାକିବେ, ଜୟଦୀପ 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 ବୋଲି ଡାକିବେ। ତ ଏଇ ନାମକରଣ ଉଦ୍ଦେଶ୍ୟରେ ମୋର କଥା ମୋର ମନେ ପଡ଼ୁଛି, ଏତେ ସୁନ୍ଦର ନାଁ। ମୁଁ ଭାବୁଛି ମୁନିଗାଡ଼ି ଗାଁରେ କାହା ଘରେ ଏମିତି ଜୟଦୀପ ନାଁ ଆସିନଥିବ। ଘରେ ପଚାରି ଦେଖିବା କାଫିବ ପୁରା। ସେ ଯେଉଁ ସ୍କୁଲରେ ପାଠ ପଢ଼ିବ, ଶହ ଶହ ପିଲା ପାଠ ପଢ଼ୁଥିବେ, ଏମିତି ନାଁ ମଧ୍ୟ କାହାର ନଥିବ, ଜୟଦୀପ କାହାର ନଥିବ। ଏମିତି ନାଁ ଯାକ ସବୁ ଆଶ୍ରମରୁ ଆସେ। କାହିଁକି ନା କେଉଁ ପିଲାକୁ କେଉଁ ନାଁରେ ଡାକିଲେ କ୍ରିୟା କରିବ ତାର ମଙ୍ଗଳ ଅଛି, ଏକଥା ମଙ୍ଗଳଦାତା ସିଏ ହିଁ ଜାଣନ୍ତି, ଆଉ କେହି ଜାଣନ୍ତି ନାହିଁ, ସିଏ ହିଁ ଜାଣନ୍ତି। ଆପଣ ଶୁଣିଲେ ହସିବେ, ମୋ ପୁଅର ନାଁ ଆସିଲା, ମୋର 2 ଝିଅ ପରେ ପୁଅଟିଏ ହେଲା, ତାର ଯେତେବେଳେ ନାମକରଣ ଆସିଲା ଆଶ୍ରମରୁ, ତା ନାଁ ଦିଆହେଲା ଧୃତବ୍ରତ। ତାପରେ ସେ ବଡ଼ ହେଲା, ସ୍କୁଲ ନେଇ ଜଏନ୍ କରିଦିଆଗଲା, ଶିଶୁ ମନ୍ଦିରରେ ପାଠ ପଢ଼ିଲା। ଯେତେବେଳେ ତାର ସାଙ୍ଗମାନେ ପଚାରିଲେ ତୋ ନାଁ କ'ଣ, କହିଲେ ଭାଇ ତମ ନାଁ କ'ଣ? ନା ମୋ ନାଁ ଧୃତବ୍ରତ। ତ ପିଲାମାନେ କହିଲେ ଧୃତବ୍ରତ ଗୋଟେ କ'ଣ ନା?
କାହିଁ ମନୋଜ ନାହିଁ, ସରୋଜ ନାହିଁ, କି ନହେଲେ ସୁନୀଲ ନାହିଁ, ହଁ ମୁନିଲ ନାହିଁ, ଏମିତି କିଛି ନାହିଁ। କ'ଣ ଭୂତବତ ଆମେ କାହା ନାଁ ଶୁଣିଲୁ? ତମ ନା ଭୂତବତ ଆମେ ଡାକିପାରୁ, ତମ ଆମେ ଭୂତ ପ୍ରେତ ବୋଲି ଡାକିବୁ, ତାକୁ ଭୂତ ପ୍ରେତ ବୋଲି ଯୋଉ ଡାକିବୁ। ତା ମନ ବଡ଼ ଖରାପ ହେଇଗଲା। ଏତେ ଖରାପ ହେଲା, ତ ଖରାପ ଲାଗିଲା। ମୋତେ ଆସି ଘରେ ଅଭିମାନରେ କହିଲା ବାବା ମୋତେ ନାଁଟା କାହିଁକି ଦେଲ? କ'ଣ ହେଲା ନା ମୋ ସାଙ୍ଗମାନେ ମୋତେ ସବୁ ଭୂତ ପ୍ରେତ ବୋଲି ଡାକୁଛନ୍ତି। ମୁଁ ହେରିନି ନା ଭୂତବତ କେହି ଡାକୁନାହାନ୍ତି, ସବୁ ଭୂତ ପ୍ରେତ ଡାକୁଛନ୍ତି। ମୁଁ କହିଲି ତୋତେ ଏମିତି ଡାକୁଛନ୍ତି? ନା ଠିକ୍ ଅଛି। ମୁଁ କହିଲି ତା ମନରୁ ଏଇଟା ୱାଶ୍ କରିବାକୁ ପଡ଼ିବ, ମନରୁ କାଢ଼ିବାକୁ ପଡ଼ିବ। ତ ତାଙ୍କ ପ୍ରଧାନ ଗୁରୁଜୀଙ୍କ ପାଖକୁ ଗଲି, କହିଲି ଆଜ୍ଞା ଆଉ ଏଇଆ କଥା, ତାର ନାମକରଣ ଆସିଛି ଆଶ୍ରମରୁ, ଆଚାର୍ଯ୍ୟ କରିଛନ୍ତି ଧୃତବ୍ରତ, ଆଉ ତା ସାଙ୍ଗମାନେ ତ ଭୂତବ୍ରତ ବୋଲି ଡାକୁଛନ୍ତି। ତେଣୁ ସିଏ ଗୋଟେ ଅଭିମାନ କରୁଛି, ନାଁଟାକୁ ଚେଞ୍ଜ କରିଦିଅ ବୋଲି କହୁଛନ୍ତି। ଆପଣ ଟିକେ ବୁଝିଦେବେ ତ। ଜଣେ ପଣ୍ଡିତ ଜ୍ଞାନୀ ତାଙ୍କର ପ୍ରଧାନ ଆଚାର୍ଯ୍ୟ ଥିଲେ। ସେ କହିଲେ ଠିକ୍ ଅଛି ଧ୍ରୁବ ସାର୍, ଆପଣ ପୁଅକୁ ମୁଁ ବୁଝେଇଦେବି। ତାପରେ ସେ ତା ପୁଅକୁ, ମୋ ପୁଅକୁ ଡାକି ନେଲେ, କହିଲେ ହଇ ଧୃତବ୍ରତ ଭାଇ। ନା ଆଜ୍ଞା। ତମ ନା ଧୃତବ୍ରତ? ନା ହଁ ଆଜ୍ଞା। ଏଡ଼େ ସୁନ୍ଦର ନାଁଟା କୋଉଠି ପାଇଲ ହେ? ନା ଆଜ୍ଞା ଆମ ବାବା ଆଶ୍ରମରୁ ଆଣିଛନ୍ତି। ନା କି ବଢ଼ିଆ ନାଁ ହେଇଛି। ଗୁରୁଜୀ ତାକୁ ପ୍ରଶଂସା କଲେ, କି ବଢ଼ିଆ ନାଁ ହେଇଛି, ଏତେ ବଢ଼ିଆ ନାଁଟା କୋଉଠୁ ପାଇଲ ହେ? ନା ଆଜ୍ଞା ଆମ ବାବା ଆଉ ଆଶ୍ରମରୁ ଆଣିଛନ୍ତି, ଆଚାର୍ଯ୍ୟ ଦେଇଛନ୍ତି। ନା ଜାଣିଛ ନା କେତେ ସୁନ୍ଦର ନାଁ? ଆମ ସ୍କୁଲରେ କାହାର ଏମିତି ନାଁ ନାହିଁ, କାହାର ଏମିତି ନାହିଁ ଧୃତବ୍ରତ। ଧୃତବ୍ରତର ଅର୍ଥ କ'ଣ ଜାଣିଛ? ଧରି ରଖିବାର ବ୍ରତ ଯାହାର ଧୃତବ୍ରତ ହେ। ଜାଣିଛ କେତେ ସୁନ୍ଦର ଅର୍ଥ? ବଢ଼ିଆ ନା, ବଢ଼ିଆ ନା। ଏଇ ନାଁଟା ତମର ରହିବ ହେଲା, ତମର ଏଇ ନାଁ ରହିବ। ପ୍ରଧାନ ଗୁରୁଜୀ ବୁଝେଇ ଦେଲେ। ଯେତେବେଳେ ବୁଝେଇ ଦେଲେ ଆମ ପୁଅ ବୁଝିଗଲା। ଆଉ ମୁଁ ଏବେ ଦେଖୁଛି, ମୁଁ ତାକୁ ଘରେ ବାପୁନି ବୋଲି ଡାକୁଛି, କିନ୍ତୁ ତାର ସବୁ ସାଙ୍ଗସାଥି ସମସ୍ତେ ଧୃତବ୍ରତ ବୋଲି ଡାକୁଛନ୍ତି। ସମସ୍ତେ ଧୃତବ୍ରତ ଡାକୁଛନ୍ତି। ମୋତେ ଘରକୁ ଆସି କହୁଛନ୍ତି ମଉସା ଧୃତ ଭାଇ ଅଛନ୍ତି? ମୁଁ କହିବି ହଁ ଧୃତ ଅଛି, ଧୃତ ଅଛି। ତେଣୁ ତାଙ୍କର ନାଁ ସିଏ ଜାଣନ୍ତି କୋଉଥିରେ ମଙ୍ଗଳ ଅଛି, କୋଉଥିରେ ମଙ୍ଗଳ ଅଛି। ଏମିତି ଗୋଟେ ବାପା ମା ତାଙ୍କର ବହୁତ ବର୍ଷ ପରେ ପୁଅଟି ଜନ୍ମ ହେଲା। ପୁଅଟେ ଜନ୍ମ ହେଲା ପରେ ସେମାନେ କ'ଣ କଲେ? ତ ଠାକୁରଙ୍କ ପାଖକୁ ଗଲେ ଏଇ ନାଁଟି କରିବା ପାଇଁ, ନାମକରଣ ପାଇଁ। ସେଇ ନିବେଦନ କଲେ ଠାକୁର ଆଉ ଆପଣଙ୍କ ଦୟାରୁ ଆମେ ପୁଅଟିଏ ପାଇଲୁ। ଠାକୁର ବା ଖୁବ୍ ଭଲ, ବହୁତ ବଢ଼ିଆ, ବହୁତ ବଢ଼ିଆ। ନା ତାର ନାମକରଣ ପାଇଁ ଆସିଛୁ, ତାର ନାମକରଣ ପାଇଁ ଆସିଛୁ। ଠାକୁର ଠିକ୍ ଅଛି। ଠାକୁର ତାର ନାମକରଣ କରିଦେଲେ। ତା ନାମକରଣ ରଖିଲେ ଠାକୁର ବିପଦ ବାରଣ। ଠାକୁର କହିଲେ ବିପଦ ବାରଣ ପିଲାର ନାଁ। ଏଇ ସ୍ୱାମୀ ଆଉ ସ୍ତ୍ରୀ ପିଲାର ନାଁ ପାଇଲେ ବିପଦ ବାରଣ। ଏଇ ନାଁଟା ପାଇକି ଘରକୁ ଗଲେ। ଗଲା ପରେ କିନ୍ତୁ ମାଆର ମନକୁ ପାଇଲାନି। ଏଇଟା କି ଗୋଟେ ପୁରୁଣା ଗାଡ଼ି ହେଲା ବିପଦ ବାରଣ, ଏଇଟା କିଏ ଡାକିବେ? ବିପଦ ବାରଣ ଗୋଟେ କ'ଣ ନା, କ'ଣ ଗୋଟେ ଭଲ ନାଁଟେ ଦେଇଥାନ୍ତେ ହେଇଥାନ୍ତା। ତେଣୁ ମନକୁ ଏଇ ନାଁଟା ମନ ପାଇଲା ନାହିଁ। ମା ତାକୁ କ'ଣ ଡାକିଲେ? କହିଲେ ପଲ୍ଟୁ ବୋଲି ଡାକିଲେ। ତାକୁ ପଲ୍ଟୁ ବୋଲି ଡାକିଲେ, ପଲ୍ଟୁ ବୋଲି ଡାକିଲେ। ବିପଦ ବାଣ ତାକୁ ଡାକିଲେ ନାହିଁ। ତାପରେ ପଲ୍ଟୁ ଧୀରେ ଧୀରେ ବଡ଼ ହେଲା। ଯେତିକି ଯେତିକି ବଡ଼ ହେଲା ସେତିକି ସେତିକି ତାର ଦୁଷ୍ଟମି ବଢ଼ିଲା। ଯେତିକି ଯେତିକି ବଡ଼ ହେଲା ସେତିକି ସେତିକି ଦୁଷ୍ଟ ହେଲା। ଚାଲୁଥିବା ଶଗଡ଼ରେ ହାତ ପୁରେଇଲା, ସାଂଘାତିକ ଦୁଷ୍ଟ ହେଲା। ୟାକୁ ବାଡ଼େଇଲା, ତାକୁ ବାଡ଼େଇଲା, ଏତେ ଦୁଷ୍ଟ ହେଲା। ତାପରେ ବୟସ ବଢ଼ିଲା ପରେ ତା ଦୁଷ୍ଟମି ଆହୁରି ବଢ଼ିଲା। ଯେତେବେଳେ ଦୁଷ୍ଟମି ବେଶୀ ବଢ଼ିଲା, ବାପା ମା କ'ଣ କରିବେ? ଜାତକ ନେଇକି ଜଣେ ଜ୍ୟୋତିଷଙ୍କ ପାଖରେ ଦେଖେଇଲେ। ତାଙ୍କୁ ଜ୍ୟୋତିଷ ଦେଖିଲା ପରେ ମୁଣ୍ଡରେ ହାତ ବାଡ଼େଇଲେ, କହିଲେ କି କଥା, ଏଇ ତମର ପୁଅ ଜାଣିଛ ଯେତେବେଳେ 16 ବର୍ଷ ବୟସ ହେବ ଏ ପୁଅର ଦୁଷ୍ଟମି ଆହୁରି ବଢ଼ିଯିବ। 16 ବର୍ଷ ବୟସରେ ଏମିତି ଗୋଟେ ଘାଟ ଅଛି, ଯଦି ଘାଟ ପାରି ହେଇଗଲା ତ ବଞ୍ଚିବ, ନହେଲେ ମରିଯିବ, ନହେଲେ ମରିଯିବ। ସେତେବେଳେ ବାପା ମା ଚିନ୍ତିତ ହେଇଗଲେ, କହିଲେ କି କଥା, ଆମ ପୁଅ 16 ବର୍ଷ ପର୍ଯ୍ୟନ୍ତ ବଞ୍ଚିବ, ପୁଣି ମରିଯିବ। ଦୁଃଖରେ ଭାଙ୍ଗି ପଡ଼ିଲେ, ଦୁଃଖରେ ଭାଙ୍ଗି ପଡ଼ିଲେ। କ'ଣ କରିବେ? ଯେତେବେଳେ ମଣିଷ ବିପଦରେ ପଡ଼ିଯାଏ କ'ଣ କରେ? ଅସୁବିଧାରେ ପଡ଼ିଯାଏ କ'ଣ କରେ? ଭଗବାନଙ୍କୁ ଡାକନ୍ତି। दुख में सुमिरन सब करे, सुख में करे ना कोई, जो सुख में सुमिरन करे दुख काय को होए। एटा कबीर दास कहते समस्ते दुखरे पड़े भगवान को डाकती। ए बापा माँ कहे चलो आउ कड़े बाट ना जाऊ ठाकुर पाखु बुझा, ठाकुर पाई नवेदन करवा। ए बापा माँ पुणी ठाकुर पाखु गले, ठाकुर प्रणाम कले। ठाकुर कहे ठाकुर ना, ठाकुर कहे क्यों रे कौन ना, ठाकुर यही जो पुओ नामकरण आप हाँ ना कौन नामकरण कराला ना ठाकुर आ ज्योतिष कहते ये 16 वर्ष मरीज, 16 वर्ष मरीज ज्योतिष तार ये देखिए कहते तार जातक देखिए कहते। ठाकुर से गंभीर हो गले। ठाकुर कौन जानते? ठाकुर कहले शुण 16 वर्ष बयस हो गले तू कौ ना डाकुचु ना पल्टू बोली डाकुचु आम ना पल्टू मर किंतु विपद बारण बंचो। ठाकुर कहते पल्टू मर किंतु विपद बारण बंचो। ठाकुर 16 वर्ष बयस हेले पल्टू मर किंतु विपद बारण बंचो। शिक्षित बाबा माँ बुझीगले कथाटा। ठाकुर कौन कहते बुझीगले पल्टू ना डका जाए तार मृत्यु जोग अच्छी मर किंतु विपद बारण 16 वर्ष बयस विपद आसूची तार बारण हम एक सी ही जानती, सी जानी तार ना दे विपद बारण।
ବାପା ମା ବୁଝିଗଲେ ଭଲ ଭାବରେ ଠାକୁର କାହିଁକି ନାଁଟା ଦେଇଥିଲେ। ତାପରେ ସେମାନେ କହିଲେ ଠାକୁର ତାକୁ ଆଉ ପଲଟୁ ଡାକିବୁନୁ, ଏଥର ବିପଦ ବାଳ ବୋଲି ଡାକିବୁ। ତାପରଠୁ ସେମାନେ ଗଲେ ବିପଦ ବାଳ ବୋଲି ଡାକିଲେ ଏବଂ ତାପରେ 16 ବର୍ଷ ମଧ୍ୟ ହେଲା। 16 ବର୍ଷ ଅତିକ୍ରମ କରିକି ପଳେଇଲା, ବିପଦ ବାଳ କିନ୍ତୁ ବଞ୍ଚିଗଲା। ସେ ଠାକୁର ଅନୁକୂଳଚନ୍ଦ୍ର ଦୟା କରୁଣା ଯେତେ କହିଲେ ସରିବ ନାହିଁ, ଯେତେ କହିଲେ ସରିବ ନାହିଁ। ତେଣୁ ଇଏ ହେଉଛି ନାମକରଣ କଥା। ଅନୁରୋଧ ରଖିବି ଜୟଦୀପ ବୋଲି ତାର ଏହି ମା ଡାକିବେ, ପରିବାର ଡାକିବେ, ସେଥିରେ ତାର ମଙ୍ଗଳ ଅଛି। ତେବେ କଥା ହେଉଛି ଏଇଆ, ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଜି ଆସି ଆମମାନଙ୍କୁ ଶିଖେଇଲେ ଦୁଇଟା କଥା, ଜୀବନ ଆଉ ବର୍ଦ୍ଧନ। ଠାକୁର କହିଲେ ଜୀବନ ଆଉ ବର୍ଦ୍ଧନ। ଜୀବନ ମାନେ ବଞ୍ଚିବା, ବର୍ଦ୍ଧନ ମାନେ ବଢ଼ିବା। ଠାକୁର କହନ୍ତି ବଞ୍ଚିବା ବଢ଼ିବା ହେଉଛି ମୋର ଧର୍ମର କଥା। ମୁଁ ଧର୍ମର କଥା ଯେତିକି ହିଁ ଜାଣେ, ଧର୍ମର କଥା ଏତିକି ହିଁ ମୁଁ କହିଛି। ଠାକୁର ବଞ୍ଚିବା ବଢ଼ିବାର କଥା କହିଛନ୍ତି। ଏଇଟା ସମସ୍ତେ ବଞ୍ଚିବେ, ସମସ୍ତେ ବଢ଼ିବେ, ସମସ୍ତେ ସୁଖ ଶାନ୍ତି ଆନନ୍ଦର ଅଧିକାରୀ ହେବେ। ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଏ କଥା ଆମମାନଙ୍କୁ ବତେଇଛନ୍ତି ଆଉ ଶିଖେଇଛନ୍ତି। କିନ୍ତୁ ବର୍ତ୍ତମାନ ଯଦି ଆମେ ଦେଖିବା ଆଜି ସମାଜର ଅବସ୍ଥା କ'ଣ, ଆଜି ଦୁନିଆର ଅବସ୍ଥା କ'ଣ, ଆଜି ମଣିଷର ଅବସ୍ଥା କ'ଣ। ଆଜି ଖରାବେଳେ ଇନ୍ଧନପୁର ଗୋଟେ ସତ୍ସଙ୍ଗ ଥିଲା, ସେ ସତ୍ସଙ୍ଗ ମଧ୍ୟ ସେଇ କଥା ହିଁ ଆଜି ଆଲୋଚନା କରାହେଉଥିଲା। ଖରାବେଳେ ସେଇ କଥା ଆଲୋଚନା କରୁଥିଲେ। ଆଜି ମଣିଷ ଏ ଯେଉଁ ଠାକୁରଙ୍କର ଜୀବନ ବର୍ଦ୍ଧନ କଥା ଠାକୁର କହିଛନ୍ତି, ମଣିଷ ଆଜି ଠିକ ଭାବରେ ବଞ୍ଚୁଛି, ଠିକ ଭାବରେ ବଢୁଛି, ବଢୁଛି ନା ଛିଣ୍ଡୁଛି? ଆଉ କେହି ବର୍ଦ୍ଧନ୍ତି ନାହିଁ, ଛିଣ୍ଡନ୍ତି ଛିଣ୍ଡନ୍ତି ଛିଣ୍ଡନ୍ତି। ଧର୍ମେ ସର୍ବେ ସର୍ବେ ଭବନ୍ତି କ'ଣ ବର୍ଦ୍ଧନ୍ତି ବର୍ଦ୍ଧନ୍ତି ବୋଲି ଧର୍ମ ଯାହା କହୁଛି। ଧର୍ମରେ ସମସ୍ତେ ବଢିବେ, କିନ୍ତୁ ଧର୍ମରେ କେହି ବର୍ତ୍ତମାନ ବଢୁନାହାନ୍ତି। ଏମିତି ଧର୍ମ ଆଚରଣ କରୁଛନ୍ତି, ଲୋକମାନେ ଖାଲି ଛିଣ୍ଡୁଛନ୍ତି, ତାଙ୍କର ଆୟୁଷ କମି କମି ପଡ଼ିଯାଉଛି। ଲୋକମାନଙ୍କର କି ଅବସ୍ଥା ହେଇଛି ଆଜିକାଲି, ସାଂଘାତିକ ଅବସ୍ଥା। ଆପଣ ଟିଭିରେ ଦେଖିଥିବେ, ପେପରରେ ଦେଖିଥିବେ, ଯେଉଁ ଏବେ ଦୁଇଟା ଘଟଣା ଘଟିଯାଇଛି ଆମ ଓଡ଼ିଶାରେ। FM କଲେଜ, ଫକୀରମୋହନ କଲେଜ, ସେଠି ଯେଉଁ BEd କଲେଜର ଝିଅଟା ତା ଉପରେ ପେଟ୍ରୋଲ ପକେଇକି ଯିଏ ଆତ୍ମହତ୍ୟା କଲା। ଆତ୍ମହତ୍ୟା କଲା କୋଉଥିପାଇଁ? ସବୁଆଡୁ ସେ ଟର୍ଚର ହେଲା, ଏତେ ଅପମାନିତ ହେଲା ଏବଂ ଯାହା କଥା ଉଠୁଛି ଯେ ତାର ସାର୍ ତାକୁ ଖରାପ ଆଚରଣ କଲେ, ଖରାପ ଆଚରଣ କଲେ। ଠାକୁର କହୁଛନ୍ତି ଚରିତ୍ରହୀନ ଶିକ୍ଷକ ଛାତ୍ର ଜୀବନର ଭକ୍ଷକ। ଠାକୁର ବାଣୀ ଦେଇଛନ୍ତି ଚରିତ୍ରହୀନ ଶିକ୍ଷକ, ଯୋଉ ଶିକ୍ଷକର ଚରିତ୍ର ନଥାଏ ସିଏ ଛାତ୍ରର ଜୀବନକୁ ଭକ୍ଷଣ କରେ, ନଷ୍ଟ କରିଦିଏ। ଆଜି ସବୁଆଡେ ଯୁଆଡେ ଦେଖିବେ ଭଲ ଚରିତ୍ରବାନ ଶିକ୍ଷକ ଦେଖିବାକୁ ମିଳୁନାହାନ୍ତି, ଯୋଉଥିପାଇଁ ଛାତ୍ରଛାତ୍ରୀମାନଙ୍କ ଜୀବନ ଆଜି ବିପଦରେ ପଡୁଛି, ଛାତ୍ରଛାତ୍ରୀ ଜୀବନ ଅକାଳରେ ଝଡ଼ି ପଡୁଛି, ନଷ୍ଟ ହେଇଯାଉଛି। ଯୋଉ କଥାଟା ଏଇ ଯୋଉ ଫକୀରମୋହନ କଲେଜର ଘଟଣା ଘଟିଛି, ଆଉ ଗୋଟେ ପୁରୀ ଜିଲ୍ଲାର ଗୋଟେ ଘଟଣା ଘଟିଛି, ଯୋଉ 2-4 ଜଣ ପିଲା ଯାଇକି ତାପରେ କିରୋସିନି ପକେଇକି ନିଆଁ ଲଗେଇଦେଲେ। କି ଅବସ୍ଥା ହେଇଛି ଆଜ୍ଞା ସମାଜର ଅବସ୍ଥା, କ'ଣ କହିବା? ମଣିଷର ଚରିତ୍ର ଆଜି କୁଆଡ଼କୁ ଗଲାଣି, କି ସାଂଘାତିକ ଚରିତ୍ର ଆଜି ହେଇଗଲାଣି ମଣିଷର, ଏତେ ସାଂଘାତିକ ଚରିତ୍ର। ଗୋଟେ ମଣିଷକୁ ଦେଖିଲେ ଡରୁଛି। ଆଗ ଲୋକମାନେ ଭୂତ ପ୍ରେତକୁ ଦେଖିଲେ ଡରୁଥିଲେ, ଡାହାଣୀ ଚିଲକୁ ଦେଖିଲେ ଡରୁଥିଲେ, ନାଇଁ ବିଷ ଜନ୍ତୁକୁ ଦେଖିଲେ ଡରୁଥିଲେ, ସାପକୁ ଦେଖିଲେ ଡରୁଥିଲେ, କିନ୍ତୁ ଗୋଟେ ମଣିଷକୁ ଦେଖିଲେ ଡରୁଛି। ଆପଣ ଦକ୍ଷିଣ ଆଫ୍ରିକା ଯେଉଁ ଗୋଟେ ଦେଶ ଅଛି ଦକ୍ଷିଣ ଆଫ୍ରିକା, ସେ ଦକ୍ଷିଣ ଆଫ୍ରିକାରେ ଗୋଟେ ରାଜ୍ୟ ଅଛି, ସେ ରାଜ୍ୟର ଗୋଟେ ରାଜଧାନୀ, ତା ନାଁ ହେଉଛି ଲୁସାକା। ରାଜ୍ୟ ରାଜଧାନୀ ଲୁସାକା। ସେ ଲୁସାକା ରାଜଧାନୀରେ ଗୋଟେ ଚିଡ଼ିଆଖାନା ଆଜ୍ଞା ଅଛି। ସେ ଚିଡ଼ିଆଖାନାକୁ ଯଦି ଆପଣ ଯିବେ, ଆମର ଯେମିତି ଭୁବନେଶ୍ୱର ପାଖରେ ଗୋଟେ ଚିଡ଼ିଆଖାନା ଅଛି ନନ୍ଦନକାନନ। ନନ୍ଦନକାନନ ସବୁ ଯାଇଛନ୍ତି ନା? ସମସ୍ତେ ଯାଇଥିବେ, ପ୍ରାୟ ସମସ୍ତେ ଯାଇଥିବେ। ତେବେ ନନ୍ଦନକାନନ ଆମେ ଯାଉ, କ'ଣ କରୁ? ନନ୍ଦନକାନନ ସିଧାସଳଖ ପଶିଯାଉ, ଟିକେଟ୍ କରିବାକୁ ପଡ଼େ। ଆମେ ଟିକେଟ୍ କରିକି ନନ୍ଦନକାନନକୁ ଯାଉ। ତେବେ ନନ୍ଦନକାନନ ଆମେ ଯାଉ ଟିକେଟ୍ କରିକି, ଆମେ ସେଥିରେ କ'ଣ ଦେଖୁ? ବାଘ ଦେଖୁ, ଭାଲୁ ଦେଖୁ, ହରିଣ ଦେଖୁ, ହଁ ସବୁ ପ୍ରକାର ଆମେ ଜୀବଜନ୍ତୁ ସବୁ ଦେଖୁ, ବିଭିନ୍ନ ପ୍ରକାର ପକ୍ଷୀ ମଧ୍ୟ ଆମେ ଦେଖୁ। ବୁଲି 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 ହାଲିଆ ହେଇଯାଉ ଦେଖି ଦେଖି। ସେମିତି ସେ ଲୁସାକା ଯେଉଁ ରାଜଧାନୀ, ସେଇଠି ଚିଡ଼ିଆଖାନା ଗୋଟେ ଅଛି। ଦର୍ଶକ ଯେତେବେଳେ ଟିକେଟ୍ କାଢ଼ି ଭିତରକୁ ଯାଏ, ସବୁ ବୁଲି ବୁଲି ଦେଖେ, ସାପ ଦେଖେ, ହାତୀ ଦେଖେ, ବାଘ ଦେଖେ, ଭାଲୁ ଦେଖେ, ସିମ୍ପାଞ୍ଜି ଦେଖେ, ସବୁ ଦେଖେ, ବଡ଼ ମଣିଷ ଦେଖେ, ସବୁ ଦେଖେ। କିନ୍ତୁ ବୁଲି ବୁଲି ଦେଖିଲା ବେଳକୁ ଗୋଟେ ଜାଗାରେ ଲେଖା ହେଇଛି, ଆପଣ ଦେଖିବେ ଗୋଟେ ସିଂହ ଥିବ, ସେଠି ଲେଖା ହେଇଛି ସିଂହ, ଗୋଟେ ବାଘ ଥାଏ ଲେଖା ହେଇଛି ବାଘ, ଗୋଟେ ମୟୂର ଥାଏ ଲେଖା ହେଇଛି ମୟୂର। ତ ସେ ଦର୍ଶକ ଯେତେବେଳେ ଯିବ ଦେଖିବ, ଗୋଟେ ଜାଗାରେ ଲେଖା ହେଇଛି ଦି ମୋଷ୍ଟ ଡେଞ୍ଜରିୟସ୍ ଆନିମଲ୍ ଅଫ୍ ଦି ୱାର୍ଲ୍ଡ ଲିଭ୍ସ ହିୟର୍। ଏଟା ଇଂରେଜୀରେ, ଓଡ଼ିଆରେ ହେଉଛି ଯେ ପୃଥିବୀର ସବୁଠାରୁ ବଡ଼ ଭୟଙ୍କର ପ୍ରାଣୀ ଏଠାରେ ରହେ, ଗୋଟେ ବୋର୍ଡରେ ଲେଖା ହେଇଛି। ତ ଯିଏ ବୁଲି ବୁଲି ବାଘ ଭାଲୁ ସବୁ ଦେଖିଥିବ, ସେ ପୃଥିବୀର ବଡ଼ ଭୟଙ୍କର ପ୍ରାଣୀ ଏଠି ରହୁଛି। ସେ ଭୟଙ୍କର ପ୍ରାଣୀଟା କ'ଣ? ସେ ଭୟଙ୍କର ପ୍ରାଣୀଟା କ'ଣ? ଦେଖିବାକୁ ସେଠି ଟିକେଟ୍ ବିକା ହେଉଛି, ଓ ଟିକେଟ୍ଟା କିଣେ ଭିତରକୁ ଯାଏ। ଯେତେବେଳେ ଭିତରକୁ ଯାଏ, କ'ଣ ସେ ଭୟଙ୍କର ପ୍ରାଣୀଟା ଦେଖେ? ଭୟଙ୍କର ପ୍ରାଣୀ ବୋଲି କିଛି ନାହିଁ। ଯାଇକି ଦେଖିଲା ବେଳକୁ କ'ଣ ହେଇଛି, ତା ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଦେଖାଯାଉଥିବା ଗୋଟେ ଦର୍ପଣ ଅଛି, ମିରରଟେ ଅଛି। ଆଉ ସେ ଦର୍ପଣ ଆଗରେ ସେ ଠିଆ ହେଇ ପଡ଼େ,
তার প্রতিছবিটাকে সে দেখে উপরে লেখা হয়েছে পৃথিবীর বড় ভয়ঙ্কর প্রাণী। বুঝিপারে কথাটা? কথাটা বুঝিপারে না? তারপরে পৃথিবীর বড় ভয়ঙ্কর প্রাণী কিଏ? বুঝছে মଣିଷ। ଏ ମଣିଷ ହଉଛି ବର୍ତ୍ତମାନ ବଡ଼ ଭୟଙ୍କର ପ୍ରାଣୀ। ଆପଣ ଚିନ୍ତା କରି ଦେଖିଲେ, ସ୍ୱାମୀଟି ଦିନ ସାରା ଖଟିଲା, ଦିନ ସାରା ବିଲ ବାଡ଼ିକି ଗଲା, କାମ ଦାମ କଲା, କି ନହେଲେ ମାଟି ବୋଇଲା କି ମାଟି ହାଣିଲା, ଯାହା ଚାଷବାସ କାମ କଲା, ବେପାର ବାଡ଼ି କଲା, ଚାକିରି ବାକିରି ଗଲା, ସନ୍ଧ୍ୟାବେଳକୁ ପେଟେ ମଦ ପିଇକି ଆସିଲା, ସ୍ତ୍ରୀ କି ଗାଈ ଗୋରୁ ବଳିଲା ଭଳିଆ ବାଡ଼ିଲା। ଆଉ ମଣିଷ ଭୟଙ୍କର ପ୍ରାଣୀ ନାହିଁ? ତାକୁ ଦେଖୁ ଦେଖୁ ତ ପିଲାମାନେ ଡରିଯିବେ, ବାବା ହେଲେଣି ବୋଉକୁ ବାଡ଼େଇବ, ବାବା ହେଲେଣି ବୋଉକୁ ବାଡ଼େଇବ। ପିଲା ଦେଖ ଆଗରୁ ଗାନ୍ଧି ପକେଇବେ, ଛେଳି ଡରିଲା ଭଳିଆ ଡରିବେ ପୁରା। ଆଉ ମଣିଷ ଦେଖିଲେ ଭୟ କରୁନି? ଆଜି ଆପଣ ଦିନ ଦ୍ୱିପହରରେ ମାଟିଏ ନିର୍ଭୟରେ ଯାଇପାରିବ? ଟଙ୍କା 2-4 ହଜାର ପାଇଁ ଲୋକମାନେ ମର୍ଡର କରିଦେଉଛନ୍ତି। ଆଜି ମଣିଷର ଅବସ୍ଥା ଏହା ହେଇଛି, ଏମିତି ସମସ୍ୟା ହେଇଛି। ଯୁଆଡ଼େ ଦେଖିବେ ଖାଲି ଭୟଙ୍କର ଅବସ୍ଥା। ଭଲ ମଣିଷ ଦୁନିଆରେ ନାହାନ୍ତି। ଏଇ ଯେଉଁ ସମସ୍ୟା, ଦୁନିଆର ବଡ଼ ସମସ୍ୟା ହେଉଛି ମଣିଷର ସମସ୍ୟା। ଭଲ ମଣିଷ ଦୁନିଆରେ ନାହାନ୍ତି। ଏ ଭଲ ମଣିଷ ସୃଷ୍ଟି କରିବା ପାଇଁ ଶ୍ରୀ ଠାକୁର ଆସିଛନ୍ତି। ଦୁନିଆରେ ଯେତେ ସମସ୍ୟା ଅଛି ସବୁ ସମସ୍ୟାର ସମାଧାନ କରିବା ପାଇଁ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଆସିଛନ୍ତି। ଭଲ ମଣିଷ ସୃଷ୍ଟି କରିବାର କଥା ଠାକୁର କହିଛନ୍ତି। ଶ୍ରୀ ଠାକୁରଙ୍କର ଅନେକ ଭକ୍ତ, ଆଜ୍ଞା ଅନେକ ଭକ୍ତ, ଅନେକ ଭକ୍ତ। କି ମୂର୍ଖ କି ପଣ୍ଡିତ କି ରାଷ୍ଟ୍ରନାୟକ, ଶ୍ରୀ ଠାକୁରଙ୍କର ଚରଣାଶ୍ରିତ ସମସ୍ତେ ହେଇଛନ୍ତି। ଠାକୁରଙ୍କୁ ସମସ୍ତେ ଜୀବନରେ ଗୁରୁ ପଦରେ ବରଣ କରିଛନ୍ତି। ଜଣେ ଭକ୍ତ ଥିଲେ, ତାଙ୍କ ନାଁ ଡକ୍ଟର ରେବତୀ ମୋହନ ବିଶ୍ୱାସ। ତାଙ୍କ ନାଁ ଡକ୍ଟର ରେବତୀ ମୋହନ ବିଶ୍ୱାସ। ଠାକୁରଙ୍କର ପରମ ଭକ୍ତ, ବିରାଟ ଜ୍ଞାନୀ, ବହୁତ ବଡ଼ ଜ୍ଞାନୀ। ଆମେରିକା ଯାଇଥିଲେ, ଠାକୁରଙ୍କ ଉପରେ ଯିଏ ଡକ୍ଟରେଟ୍ କରିଛନ୍ତି ସେ ଡକ୍ଟର ରେବତୀ ମୋହନ ବିଶ୍ୱାସ ଆମେରିକାର ନ୍ୟୁୟର୍କ ସହର, ସେ ନ୍ୟୁୟର୍କ ସହରର ଗୋଟେ ୟୁନିଭର୍ସିଟି, ସେ ୟୁନିଭର୍ସିଟିର ଡାଏସ୍ ମଞ୍ଚ ଉପରେ ଠିଆ ହେଇଛନ୍ତି, ଭାଷଣ ଦେଉଛନ୍ତି। ଆଉ ତଳେ ବଡ଼ ବଡ଼ ପ୍ରଫେସର ମାନେ ବସିଛନ୍ତି, ତଳେ ଅସଂଖ୍ୟ ଛାତ୍ରଛାତ୍ରୀ ବସିଛନ୍ତି। ଆଉ ଡକ୍ଟର ରେବତୀ ମୋହନ ବିଶ୍ୱାସ ଭାଷଣ ଦେଉଛନ୍ତି। ଏଭଳି ଭାବରେ ଭାଷଣ ଦେଲେ, ଏମିତି ଭାଷଣ ଦେଲେ ଯେ ଯେଉଁମାନେ ସବୁ ବସି ଶୁଣୁଥିଲେ ସେମାନେ ମନ୍ତ୍ରମୁଗ୍ଧ ହେଇଗଲେ। ଆଉ ସେ କହୁ ଗୋଟେ କଥା କହିଲେ, ଆଜି ପୃଥିବୀରେ ଯେତେ ମଣିଷ ଅଛନ୍ତି, ଏ ମଣିଷମାନଙ୍କର ଯେତେ ସମସ୍ୟା ଅଛି, ସବୁ ସମସ୍ୟାର ସମାଧାନ ଶ୍ରୀ ଠାକୁରଙ୍କୁ ଚନ୍ଦ୍ର। ଯେତେ ମଣିଷ ଅଛନ୍ତି, ମଣିଷମାନଙ୍କର ଯେତେ ସମସ୍ୟା ଅଛି, ସବୁ ସମସ୍ୟାର ସମାଧାନ ଶ୍ରୀ ଠାକୁରଙ୍କୁ ଚନ୍ଦ୍ର। ଏ କଥାଟା କହିଲେ ସମସ୍ତେ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲେ। ବୋଲି ଠାକୁର ଅନୁକୂଳ ଚନ୍ଦ୍ର ବୋଲି କିଏ ଅଛନ୍ତି? ପୃଥିବୀର ଯେତେ ଲୋକ ଅଛନ୍ତି ସମସ୍ତ ସମସ୍ୟାର ସମାଧାନ ସେ କରୁଛନ୍ତି। ସମସ୍ତେ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲେ। ସେ ଭାଷଣ ଦେଲେ, ଭାଷଣ ସରିଗଲା। ଭାଷଣ ସରିଲା ପରେ ସେ ଯେତେବେଳେ ମଞ୍ଚରୁ ତଳକୁ ଓହ୍ଲେଇଲା ପରେ କିନ୍ତୁ କ'ଣ ହେଲା ଜାଣିଛନ୍ତି? ଛାତ୍ରଛାତ୍ରୀମାନେ ତାଙ୍କୁ ଘେରିଗଲେ, ପ୍ରଫେସର ମାନେ ସମସ୍ତେ ଘେରିଗଲେ। ଘେରି ଯାଇକି ପ୍ରଶ୍ନ ପଚାରିଲେ। କହିଲେ ଡକ୍ଟର ବିଶ୍ୱାସ, ନା ହଁ କୁହନ୍ତୁ, ନା କ'ଣ? ନା ଆପଣ ଏଇ ପୂର୍ବରୁ କହୁଥିଲେ ପୃଥିବୀରେ ଯେତେ ଲୋକ ଅଛନ୍ତି, ଯେତେ ସମସ୍ୟା ଅଛି, ସମାଧାନ ଠାକୁର ଅନୁକୂଳ ଚନ୍ଦ୍ର କରିଦେବେ। କ'ଣ ଆଉ ପୃଥିବୀରେ ବଡ଼ ମଣିଷ ନାହାନ୍ତି? ପୃଥିବୀରେ ଦିଅ ଦେବତା ନାହାନ୍ତି? ପୃଥିବୀରେ ମହାପୁରୁଷ ନାହାନ୍ତି? ଗୁରୁ ନାହାନ୍ତି? ସେ କ'ଣ ସମସ୍ୟାର ସମାଧାନ କରିଦେଇପାରିବେନି? କେବଳ ଠାକୁର ଅନୁକୂଳ ଚନ୍ଦ୍ର ହିଁ ସମାଧାନ କରିଦେଇପାରିବେ? ସେତେବେଳେ ଡକ୍ଟର ରେବତୀ ମୋହନ ବିଶ୍ୱାସ କରୁଛନ୍ତି, ଛାତି ହାତ ବାଡ଼ିକି କହିଲେ, ହଁ ମୁଁ ହଲଫ ଦେଇ କହିଦେଇ ପାରେ, ଏ ପୃଥିବୀରେ ଯେତେ ମଣିଷ ଅଛନ୍ତି, ଏ ମଣିଷମାନଙ୍କ ଯେତେ ସମସ୍ୟା ଅଛି, ସବୁ ସମସ୍ୟାର ସମାଧାନ କେବଳ ଠାକୁର ଅନୁକୂଳ ଚନ୍ଦ୍ର ହିଁ କରିଦେଇପାରିବେ। ତା ଛଡ଼ା କେହି କରିପାରିବେ ନାହିଁ। ସମସ୍ତେ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲେ। ଆଉ କେହି କିଛି କହିଲେ ନାହିଁ। ସେ ପ୍ରଫେସରମାନଙ୍କ ଭିତରେ ପ୍ରଫେସର ଥିଲେ, ତାଙ୍କ ନାଁ ଡକ୍ଟର ପେରି। ସିଏ ଏତେ ଦୂର ପ୍ରଭାବିତ ହେଲେ ତାଙ୍କ କଥାରେ ଯେ ସିଏ କହିଲେ ଡକ୍ଟର ବିଶ୍ୱାସ, ଆପଣଙ୍କ ସହିତ ଗୋଟେ କଥାବାର୍ତ୍ତା ଅଛି, ଆଉ ଟିକେ ମୋତେ ସମୟ ଦେଇ କଥା ହେବି? ନା ହଁ ନା ନିଶ୍ଚୟ। ନା ଟିକେ ଆସନ୍ତୁ ପ୍ରାଇଭେଟ୍ କଥା, ଟିକେ ଦୂରେଇକି କଥା ହେବା। ଟିକେ ଆଉ ଟିକେ ଦୂରକୁ ପଳେଇଗଲା ପରେ ସେ ଡକ୍ଟର ପେରି କହୁଛି, ଡକ୍ଟର ବିଶ୍ୱାସ, ଆପଣ କହିଲେ ଯେ ପୃଥିବୀରେ ଯେତେ ମଣିଷ ଅଛନ୍ତି, ସବୁ ମଣିଷଙ୍କ ସମସ୍ୟାର ସମାଧାନ ଠାକୁର ଅନୁକୂଳ ଚନ୍ଦ୍ର କରିଦେଇପାରିବେ। ମୁଁ ଆପଣଙ୍କୁ ଅନୁରୋଧ କରୁଛି, ରିକ୍ୱେଷ୍ଟ କରୁଛି, ଏଇ ଠାକୁର ଅନୁକୂଳ ଚନ୍ଦ୍ର ବିଷୟରେ ମୋତେ ବିପଦ କହିବେନି? ତାଙ୍କ ବିଷୟରେ ଜାଣିବା ପାଇଁ ମୋର ବହୁତ ଇଚ୍ଛା ହେଲାଣି। ତାଙ୍କ ବିଷୟରେ ବିପଦ କହିବେନି, ଗୋଟେ ଶୁଣିବାକୁ ଇଚ୍ଛା। ସେଥିରେ ଡକ୍ଟର ବିଶ୍ୱାସ କଲେ, ଡକ୍ଟର ପେରି ଦୀର୍ଘ 30 ବର୍ଷ ଠାକୁର ଅନୁକୂଳ ଚନ୍ଦ୍ର ପାଖରେ ରହିଛି, ତାଙ୍କର ସେବା କରିଛି, ତାଙ୍କ ହାତରେ ମୁଁ ତିଆରି ହେଇଛି। 30 ବର୍ଷ କ'ଣ, ଏମିତି 30 ବର୍ଷରୁ ଆହୁରି ଅଧିକ ବର୍ଷ ମଧ୍ୟ ଯଦି ମୁଁ କହି ଚାଲିବି ତାଙ୍କ ବିଷୟରେ କିଛି କହିପାରିବି ନାହିଁ। ମୁଁ କ'ଣ କହିବି ତାଙ୍କ ବିଷୟରେ? ମୁଁ ତାଙ୍କ ବିଷୟରେ କେଉଁ କଥା କହିବି? କେଉଁଠୁ ଆରମ୍ଭ କରି କେଉଁ ଶେଷ କରିବି? ଯେମିତି କବୀର ଦାସ କହିଲେ, ସାରି ଧରती କାଗଜ କରୁ ବସି କରୁ ବନରାଏ, ସାତ ସମୁଦ୍ର ସାହି କରୁ ଗୁରୁ ଗୁଣ ଲେଖାଯାଏ। ଏଡ଼ ବଡ଼ ପୃଥିବୀ କାଗଜ କରାହେବ, ଯେତେ ଗଛ ଅଛି ତାକୁ କଲମ କରାହେବ, ଯେତେ ସମୁଦ୍ରର ପାଣି ଅଛି ତାକୁ ସ୍ୟାହି କରାହେବ, ତଥାପି ଗୁରୁଙ୍କର ଗୁଣ ଲେଖି ହେବ ନାହିଁ।
ବର୍ଣ୍ଣନା କରି ହେବ ନାହିଁ। ତ ଡକ୍ଟର ବିଶ୍ୱାସ କଲେ ମୁଁ ତାଙ୍କ ବିଷୟରେ କ'ଣ କହିବି, ତାଙ୍କ କଥା କେଉଁଠୁ ବର୍ଣ୍ଣନା କରିବି, କେଉଁଠି ଆରମ୍ଭ କରିବି, କେଉଁଠି ଶେଷ କରିବି। କିନ୍ତୁ ଡକ୍ଟର ପେରି ଛାଡ଼ିଲେ ନାହିଁ, ନା 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 ଆପଣ କହିବାକୁ ହିଁ କହିବେ। ତାଙ୍କ ବିଷୟରେ ମୋତେ ବିପଦ କୁହନ୍ତୁ, ମୋର ଏତେ ଜାଣିବାର ଇଚ୍ଛା ବଢ଼ିଛି ଯେ ତାଙ୍କ ବିଷୟରେ ଜାଣିବାକୁ ବହୁତ ଇଚ୍ଛା ହେଉଛି। ଦୟାକରି ଠାକୁର ଅଙ୍କୁ ଜଣେ ସେ ମୋତେ ବିପଦ କୁହନ୍ତୁ, ସେ କ'ଣ କହିବାକୁ ଚାହାନ୍ତି, ସେ କାହିଁକି ଏ କଥା କହୁଛନ୍ତି, ଆପଣ ବିପଦ ମୋତେ ବୁଝେଇ ଦିଅନ୍ତୁ, ମୁଁ ବୁଝିବାକୁ ଚାହେଁ, ଜାଣିବାକୁ ଚାହେଁ ଠାକୁର ଅଙ୍କୁଙ୍କ ବିଷୟରେ। ସେତେବେଳେ ଡକ୍ଟର ବିଶ୍ୱାସ ରେବତୀମୋହନ ବିଶ୍ୱାସ କହିଲେ ମୁଁ ଗୋଟିଏ କଥା କହିବି ଆପଣ ବୁଝିପାରିବେ, ଗୋଟିଏ କଥାରେ ଆପଣ ବୁଝିପାରିବେ ଯେ ଠାକୁର ଅନୁକୂଳ ଚନ୍ଦ୍ର କିଏ। ନା ଆଜ୍ଞା କୁହନ୍ତୁ। ନା ଡକ୍ଟର ପେରି, ନା ଆଜ୍ଞା ମନେ କରନ୍ତୁ ଆପଣ ବଜାର ଯାଇଛନ୍ତି, ନା ଆଜ୍ଞା ଆପଣ ବଜାରକୁ ବ୍ୟାଗ୍ରେ ଧରିଲେ, ପଇସା ପତ୍ର ଧରିଲେ, କିଛି ପନିପରିବା କିଣିବେ, ଅନ୍ୟ କିଛି ଜିନିଷ କିଣିବେ ଗଲେ। ଧର ପରିବା ମାର୍କେଟରେ ପହଞ୍ଚିଲେ, ପରିବା ମାର୍କେଟରେ ପହଞ୍ଚିଲା ବେଳକୁ ଦେଖିଲେ ସବୁ ବିଭିନ୍ନ ପରିବା ବିକା ହେଉଛି, ତା ଭିତରେ ପୁରା ଏକଦମ ସଜ ଫର ଫୁଲକୋବି ବିକା ହେଉଛି। ଫୁଲକୋବି, ସେ ସଜ ଫର ଫୁଲକୋବି ଦେଖିକିରି ଆପଣଙ୍କର ଇଚ୍ଛା ହେଲା ଯେ କିଛି ଆଜି ଫୁଲକୋବି କିଣିବି, ଘରକୁ ନେବି ଏବଂ ମୋ ସ୍ତ୍ରୀକୁ କହିବି ଆଜି ଫୁଲକୋବିର ଗୋଟେ ଭଲ ଝୋଳ କର, ଭଲ ସୁପ୍ଟେ କର, ତାକୁ ମୁଁ ଆଜି ଖାଇବି। ଏହା ଭାବିକି କ'ଣ କଲେ ଯେ କିଛି ଫୁଲକୋବି କିଣିଲେ ଆଉ ତେଲ ମସଲା ଇତ୍ୟାଦି କିଣିଲେ, ତାପରେ ଘରକୁ ଗଲେ। ଘରକୁ ଗଲା ପରେ ଆପଣ କ'ଣ କଲେ, ଆପଣ ସ୍ତ୍ରୀକି କହିଲେ ହେ ଆଉ ମୁଁ ଫୁଲକୋବି କିଛି ଆଣିଛି, ତାକୁ ଟିକେ ଭଲ ଝୋଳ କର, ଟିକେ ଭଲ ସୁପ୍ଟେ କର, ଝୋଳ ଟିକେ ଖାଇବା, ଫୁଲକୋବିର ତରକାରୀ ଟିକେ ଖାଇବା, ଆଉ ତମେ ଭଲ କି ବାଗେଇକି ଟିକେ କରିବ। ତ ଆପଣଙ୍କ ସ୍ତ୍ରୀ କ'ଣ କଲେ, ଫୁଲକୋବି ନେଲେ, ତେଲ ମସଲା ନେଲେ ଏବଂ ସୁନ୍ଦର ଭାବରେ একদম ବଡ଼ ବଡ଼ ବାସ୍ନା ହେଉଛି, ତେଲ ଉପରେ ମଧ୍ୟ ଭାସୁଛି, ଏଡ଼େ ସୁନ୍ଦର ଦେଖାଯାଉଛି, ଏଇ ଫୁଲକୋବିର ଝୋଳ ସିଏ ତିଆରି କଲେ। ଏବଂ ତାପରେ କହୁଛି ଡକ୍ଟର ବିଶ୍ୱାସ, ଡକ୍ଟର ପେରି ଆପଣଙ୍କ ସ୍ତ୍ରୀ କ'ଣ କଲେ, ଗୋଟେ ଗିନାରେ ଗୋଟେ ଚାମଚ ଦେଇକିରି ସେଥିରେ କିଛି ଝୋଳ ଆଉ ଫୁଲକୋବିର ତରକାରୀ ଆପଣଙ୍କୁ ଦେଲେ ଖାଇବା ପାଇଁ। ଯେତେବେଳେ ଆପଣଙ୍କୁ ଦେଲେ ଖାଇବା ପାଇଁ ଆପଣ କ'ଣ କଲେ, ଚାମଚେ ଝୋଳ ନେଇକି ପାଟିରେ ଦେଲେ। ଯେମିତି ଚାମଚେ ଝୋଳ ପାଟିରେ ଦେଲେ ସାଙ୍ଗେ ସାଙ୍ଗେ ଥୁ ଥୁ କରି ତଳେ ପକେଇଦେଲେ। ଇସ୍ ଛି 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 ଛି, ଏତେ ଟେଷ୍ଟଲେସ୍, ଜମା ସୁଆଦ ନାହିଁ, କିଛି ସୁଆଦ ନାହିଁ, କିଛି ଥୁ ଥୁ କରି ତଳେ ପକେଇଦେଲେ। ଥୁ ଥୁ କରି ତଳେ ପକେଇଦେଲେ, ହେଲେ ଥୁ ଥୁ କରି ତଳେ ପକେଇଦେଲେ। ସେତେବେଳେ ଆପଣଙ୍କ ସ୍ତ୍ରୀଙ୍କର ମନଟା ଟିକେ ଭାଙ୍ଗିଗଲା, ମନଟା ଖଟା ହେଇଗଲା। ଏଠି ବହୁତ ମା ବସିଛନ୍ତି ନା, ମାମାନେ ଆପଣ ରୋଷେଇ କରି ସ୍ୱାମୀ ଖାଇବାକୁ ଦେଉଛନ୍ତି। ଆପଣ ଦେଖିବେ ଯେଉଁଦିନ ଭଲ ରୋଷେଇ କରିଥିବେ, ବଢ଼ିଆ ରୋଷେଇ ହେଇଥିବ, ସ୍ୱାମୀ ପୁରା ଚାଟି ଚୁଟିକି ସବୁ ଖାଇଦେବେ, ଆପଣ କହିବେ ରୋଷେଇ କିଏ କରିଛି, ମୁଁ କରିଛି ନା, ମୁଁ ସେମିତି ମୋ ବାପାରୁ ଶିଖିଛି ନା, ସେମିତି କରିଛି ବୋଲି ତମେ ଖାଇବେ ନା, ମୋ ହାତରେ ସେମିତି ରୋଷେଇ ହେଉଛି, ମୋ ରୋଷେଇଟା ସେଭଳି ସୁଆଦ, ଅତି ସୁଆଦ। ଆଉ ଦେଖିବେ ଯେଉଁଦିନ ଯଦି ଟିକିଏ ଏପଟ ସେପଟ ହେଇଯାଇଥାଏ, ଯଦି ଟିକେ ଲୁଣ ଅଧିକା ହେଇଗଲା କି ଲୁଣ ନ ପଡ଼ିଲା, କିଛି ମସଲା ନ ପଡ଼ିଲା, ସେ ସମୟରେ ଏମିତି ଆରମ୍ଭ ହେଇଯିବ କଥା, ଭାଇ ତମ ମା ତମକୁ ରୋଷେଇ ଶିଖେଇନି, ତମ ବାପାରେ ତମ ରୋଷେଇ ଜାଣିନ, ତମ ରୋଷେଇ କରିବାଟା ଆସୁନାହିଁ। ତ ସେତେବେଳେ ତମ ସ୍ତ୍ରୀ କରିବେ ମୋର ପ୍ରେଷ୍ଟିଜ୍ ନାହିଁ, ମୋତେ ରୋଷେଇ କରିବା କ'ଣ କରୁଛ, ରୋଷେଇ କରିବା ଆସୁନି ନା, ଦେଖୁନ କି ତମର କି ରୋଷେଇ କରୁଛ, କ'ଣ ରୋଷେଇ କରୁଛ, ଏମିତି କଥା କଟାକଟି ହେବ। ଇଏ ତା ବାପା ହାର ଗୋଳି କାଟିବି, ଇଏ ତା ବାପା ହାର ଗୋଳି କାଟିବି, ଇଏ କେତେ କଥା କହିବି, ଇଏ ସେତେ କଥା କହିବେ। ତାପରେ ଆପଣ ଦେଖିବେ ମା ମାନେ ବିଶେଷତଃ ବାପାହାର କଥା ଯଦି ନିନ୍ଦା କରାଯାଏ, ହେ ସବୁ କହିବ ମୋ ବାପା ମା କଥା ତୁଣ୍ଡରେ ଧରିବ ନାହିଁ, ହେଇପାରିବ ନାହିଁ ଜମା, କ'ଣ ଭାବିଛ ତମର ମାଟି ଉପରେ ଗୋବେ ନଥିଲା, କେତେ ଆଣି ତମ ଘର କ'ଣ ହେଇଗଲାଣି, କିଛି ନଥିଲା, ସାଇକେଲରେ ପାପୁ ଯାକୁ ପଇସା ନଥିଲା, ଫଟୋଫଟିଆ ଗାଡ଼ି ଆଣିକି ଦେଲି, ଆହୁରି ଏତେ କଥା କହୁଛ। ତାପରେ ଦେଖିବେ ସ୍ୱାମୀ ସ୍ତ୍ରୀ ଭିତରେ ଦରକାର ପଡ଼ିଲେ ମନାନ୍ତର ହଉ ହସ୍ତାନ୍ତର ମଧ୍ୟ ବାଡ଼ାବାଡ଼ି ହେଇଯିବ ଦରକାର ପଡ଼ିଲେ। ତାପରେ ସ୍ୱାମୀ ଦେବତା କ'ଣ କରିବେ, ଗିନା ଧରିବେ, ତରକାରୀ ଗିନା ସୁଆଦ ଲାଗିବ ବୋଲି ଛାଟିଦେବେ ସୁଦର୍ଶନ ଚକ୍ର ଭଳିଆ, ଘିରି ପଳେଇବ, ଯାଇକିରି କାନ୍ଥରେ ବାଡ଼େଇ ହେଇଯିବ, ଚୂର୍ଣ୍ଣ ମଧ୍ୟ ଛାଡ଼ିକି ପଳେଇବ ଯା। ତାପରେ ସ୍ତ୍ରୀ ପଳେଇବ ଯାଇକିରି ମୁହଁ ମାଡ଼ିକି ଶୋଇବ, ସ୍ୱାମୀ ପଳେଇବ ଯାଇକି ମୁହଁ ମାଡ଼ିକି ଶୋଇବ, ଇଆଡ଼େ ଅନେଇବ, ସିଏ ସିଆଡ଼େ ଅନେଇବ। ଆମମାନଙ୍କ ପରିବାର ଅବସ୍ଥା ଏଇଆ ହେଉଛି କି ନାହିଁ ଆପଣ ଜାଣୁଥିବେ, ସବୁ ଅନୁଭବ କରୁଥିବେ। ତ ଡକ୍ଟର ପେରି ସେମିତି କହୁଛନ୍ତି ଡକ୍ଟର ବିଶ୍ୱାସ, ଆପଣଙ୍କ ସ୍ତ୍ରୀ ମଧ୍ୟ ମନ ଖରାପ ହେଇଗଲା ଯେତେବେଳେ ଆପଣ ଥୁ କଲେ, ଟେଷ୍ଟଲେସ୍ କହିଲେ। ତ ସେଟା କହିଲେ ତମେ କ'ଣ ଭାବୁଛ, ମୁଁ ଗୋଟେ ୟୁନିଭର୍ସିଟିରେ କେବଳ ରୋଷେଇ କରିବା ଉପରେ ମୁଁ ଡିଗ୍ରୀ କରିଛି, ରୋଷେଇ କରିବା ଉପରେ ମୁଁ ଡିଗ୍ରୀ କରିଛି, କ'ଣ ରୋଷେଇ ମୋତେ ଆସୁନି, ତମେ ମାନେ ଥୁ କରି ତଳେ ପକାଇଦେଲ, ଛୁଆ ଦେଲ ବୋଲି କହୁଛ। ସେତେବେଳେ ଆପଣ କ'ଣ କହିଲେ, ମୁଁ ମିଛ କହୁଛି, ତମେ ଟିକେ ଚାଖୁନ, ତମେ ନିଜେ ଟିକେ ଚାଖ ଟେଷ୍ଟ ହେଇଛି କି ନାହିଁ। ତ ସେତେବେଳେ ଆପଣ ସ୍ତ୍ରୀ କ'ଣ କଲେ, ସେ ମଧ୍ୟ ଗିନାରେ ନେଲେ, ଚାମଚି ନେଇକିରି ଝୋଳ ପାଟିରେ ଦେଲେ, ଯେମିତି ପାଟିରେ ଦେଇଛନ୍ତି ସେ ଝୋଳ ଗିନା ଚାମଚ ଥୋଇଦେଲେ, ଦି ହାତ ମୁଣ୍ଡରେ ବାଡ଼େଇଲେ, ଓ ମାଇ ଗଡ୍,
କହିଲେ ହେ ଭଗବାନ, ଲୁଣ ପକେଇବାକୁ ତ ଭୁଲି ଯାଇଛି, ଆଉ ଲୁଣ ପଡ଼ିନି କୁଆଡ଼ୁ ଟେଷ୍ଟ ହବ, ଲୁଣ ତ ପଡ଼ିନି ଟେଷ୍ଟ କୁଆଡ଼େ ହବ। ସେଥିରେ ଡକ୍ଟର ବିଶ୍ୱାସ କହୁଛୁ, ଡକ୍ଟର ପେରି ଆପଣ ତ ସବୁ ନେଇଥିଲେ, ଫୁଲକୋବି ନେଇଥିଲେ, ତେଲ ମସଲା ନେଇଥିଲେ, ସବୁ ନେଇଥିଲେ, କାହିଁକି ଟେଷ୍ଟ ହେଲା ନାହିଁ? ନା ଲୁଣ ପଡ଼ିନଥିଲା। ଲୁଣ ମାନେ ଇଂରେଜୀରେ ସଲ୍ଟ, ନାଇଁ ସଲ୍ଟ ମାନେ ଲୁଣ, ଲୁଣ ପଡ଼ିନଥିଲା। ଲୁଣ ନ ପଡ଼ିବାରୁ ତରକାରୀ ଟେଷ୍ଟ ହେଲା ନାହିଁ, ଟେଷ୍ଟ ହେଲା ନାହିଁ। ମୁଁ ସେମିତି କହିବାକୁ ଚାହେଁ, ମୁଁ ସେମିତି କହିବାକୁ ଚାହେଁ ଡକ୍ଟର ପେରି, ଆପଣ ଚିନ୍ତା କରନ୍ତୁ, ଆପଣ ଚିନ୍ତା କରନ୍ତୁ, ଆପଣ ଜଣେ ଡକ୍ଟର, ଆପଣ ଜଣେ ପ୍ରଫେସର, ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ଅଛି, ଆପଣଙ୍କ ପୁଅ ଝିଅ ଅଛନ୍ତି, ଆପଣଙ୍କ ସ୍ତ୍ରୀ ଅଛନ୍ତି, ଧନ ଦୌଲତ ଅଛି, ଗାଡ଼ି ଘୋଡ଼ା ଅଛି, ସବୁ ଅଛି, କିନ୍ତୁ ଯାହାର ଅଭାବରେ ଜୀବନଟା ଟେଷ୍ଟଲେସ୍, ସେଇଟା ହଉଛି ଦି ସଲ୍ଟ ଅଫ୍ ଲାଇଫ୍, ଜୀବନର ଲବଣ, ତାହା ଆପଣଙ୍କ ପାଖରେ ନାହିଁ, ତାହା ଆପଣଙ୍କ ପାଖରେ ନାହିଁ। ୟୁ ଆର୍ ଖ୍ରୀଷ୍ଟିଆନ, ଆପଣ ହଉଛନ୍ତି ଖ୍ରୀଷ୍ଟିଆନ, ଆପଣଙ୍କର ଈଶ୍ୱର ଗଡ଼ ହଉଛନ୍ତି ଗଡ଼, ଈଶ୍ୱର ଭଗବାନ, ସେ ହଉଛନ୍ତି ସଲ୍ଟ ଅଫ୍ ଲାଇଫ୍। ତାଙ୍କୁ ଯଦି ଜୀବନରେ ଧରିବେ, ତାଙ୍କୁ ନେଇକି ଚାଲିବେ, ଦେଖିବେ ଜୀବନଟା ସ୍ୱାଦପୂର୍ଣ୍ଣ ହୁଏ, ଜୀବନଟା ସ୍ୱାଦପୂର୍ଣ୍ଣ ହୁଏ। ସତ୍ୟରେ ଶିହରି ଆସିଥିଲେ, ସତ୍ୟରେ ଶିହରି ଆସିଥିଲେ, ସିଏ ଥିଲେ ଜୀବନର ଲବଣ, ଦି ସଲ୍ଟ ଅଫ୍ ଲାଇଫ୍। ତ୍ରେତାରେ ପ୍ରଭୁ ରାମଚନ୍ଦ୍ର ଆସିଥିଲେ, ସେ ଥିଲେ ଦି ସଲ୍ଟ ଅଫ୍ ଲାଇଫ୍, ଜୀବନର ଲବଣ। ଦ୍ୱାପରରେ କୃଷ୍ଣଚନ୍ଦ୍ର ଆସିଥିଲେ, ସେ ଥିଲେ ଦି ସଲ୍ଟ ଅଫ୍ ଲାଇଫ୍, ଜୀବନର ଲବଣ। ଏବଂ ଏ କଳିଯୁଗରେ ସମସ୍ତଙ୍କୁ ପରିପୂର୍ଣ୍ଣ କରି ସର୍ବଶେଷ ଅବସ୍ଥା ଭାବରେ ଆଜି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଆସିଛନ୍ତି, ସିଏ ହେଉଛନ୍ତି ଜୀବନର ଲବଣ, ଦି ଟେଷ୍ଟ ଅଫ୍ ଲାଇଫ୍। ତାଙ୍କୁ ଯଦି ମଣିଷ ଜୀବନରେ ଧରିବ, ତାଙ୍କୁ ନେଇକି ଚାଲିବ, ଜୀବନ ସୁଆଦିଆ ହେଇଉଠିବ, ଜୀବନ ସୁନ୍ଦର ହେଇଉଠିବ। ସେଥିରେ ଡକ୍ଟର ପେରି କହିଲେ ହଁ ହଁ ଠିକ, ଏଥର ବୁଝିଗଲି, ଏଥର ବୁଝିଗଲି ଯେ ପ୍ରତ୍ୟେକ ଲୋକର ଜୀବନରେ ଗୁରୁ ଦରକାର, ପ୍ରତ୍ୟେକ ଲୋକର ଜୀବନରେ ଆଦର୍ଶ ଦରକାର। ସେଇ ଆଦର୍ଶ ଗୁରୁକୁ ଧରିଲେ ମଣିଷର ଜୀବନ ସୁଆଦିଆ ହେଇଯିବ, ଟେଷ୍ଟ ହେଇଯିବ, ତା ଜୀବନ କେବେ ଅସୁଆଦ ହବ ନାହିଁ। ତେଣୁ ଆପଣମାନେ ଜ୍ଞାନୀ ଗୁଣୀ ଲୋକ, ମୁଁ ଆଲୋଚନା ଆଗକୁ ଆଉ ବଢ଼େଇବି ନାହିଁ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଆସିଛନ୍ତି, ଆମ ଜୀବନ କେମିତି ସ୍ୱାଦପୂର୍ଣ୍ଣ ହବ, ଆମ ପୁଅ ଝିଅ, ଆମ ସ୍ତ୍ରୀ, ଆମ ଘର, ଆମ ପରିବାର, ସମସ୍ତଙ୍କ ଜୀବନ କେମିତି ସ୍ୱାଦପୂର୍ଣ୍ଣ ହବ। ବାପା ବାପା ଭଳିଆ ରହିବ, ମା ମା ଭଳିଆ ରହିବ, ସ୍ତ୍ରୀ ସ୍ତ୍ରୀ ଭଳିଆ ରହିବ, ପୁଅ ଝିଅ ଭଳିଆ ରହିବେ। ପୁଅ ଝିଅମାନେ ବାପା ମାଆଙ୍କୁ ଜୀବନ୍ତ ଦେବାଦେବୀ ବୋଲି ଭାବିବେ, ସ୍ତ୍ରୀ ତା ସ୍ୱାମୀକୁ ଦେବତା ବୋଲି ଭାବିବ, ସମସ୍ତେ ଗୁରୁକୁ ନେଇକି ଚାଲିବେ, ଈଶ୍ୱରକୁ ନେଇକି ଚାଲିବେ, ଦେଖିବେ ଜୀବନ କେତେ ସୁଖ ଶାନ୍ତି ଆନନ୍ଦରେ ଭରି ଉଠୁଛି। ସେଇଥିପାଇଁ ଶ୍ରୀ ଶ୍ରୀ ଠାକୁର କହିଲେ ଏଇ ଦୀକ୍ଷା ନିଅ, ଦୀକ୍ଷା ନେଇ ଦକ୍ଷ ହେଉଛ। ଦୀକ୍ଷା ନେବାର ଅର୍ଥ ହେଲା ଠାକୁରଙ୍କର ନୀତି ନିୟମ ମାନ। ନୀତି ନିୟମ ହେଲା ଯଜନ ଯାଜନ ଇଷ୍ଟବୃତ୍ତି କର, ଯୋଜନ କର, ଯାଜନ କର, ଇଷ୍ଟବୃତ୍ତି କର, ଆଉ ଏବେ ଯୋଡ଼ିଦେଲେ ଏଇ ଡିପି ୱାର୍କ କର, ଡିପି ୱାର୍କ କର। ଯେଉଁମାନେ ଦୀକ୍ଷା ନେଇ ଛାଡ଼ି ଦେଇଛନ୍ତି, ଘରେ ବସିଛନ୍ତି, ଚୁପ୍ ହେଇ ବସିଛନ୍ତି, ସେମାନେ ଆଜି ବଞ୍ଚିତ ହେଇଯାଉଛନ୍ତି। ଜାଣିଛନ୍ତି ଦୀକ୍ଷା ନେଇ କେତେ ଲୋକ ଇଷ୍ଟବୃତ୍ତି ଛାଡ଼ିଦେଲେଣି, ସେମାନେ ଜୀବନ କ'ଣ ହେଲାଣି ଜାଣିଛନ୍ତି? ସେମାନଙ୍କ ଜୀବନ ମୃତ୍ୟୁ ଆଡ଼କୁ ପଳେଇଗଲାଣି, ମୃତ୍ୟୁ ଆଡ଼କୁ ପଳେଇଗଲାଣି। ଭଜନର ଘଟଣା ଘଟିଗଲା, ଜଣେ ଲେକ୍ଚରର ଠାକୁର ଦୀକ୍ଷା ନେଇଥିଲେ, ଛାଡ଼ିଦେଲେ ଦୀକ୍ଷା, ଆଉ ଇଷ୍ଟବୃତ୍ତି କଲେ ନାହିଁ, ଡାକିଲେ ମଧ୍ୟ ଆସିଲେ ନାହିଁ, ଏଭଏଡ୍ କଲେ। ଶେଷରେ ଯାଇକି ଟ୍ରେନ୍ ତଳେ ମୁଣ୍ଡ ଦେଇଦେଲେ, ଅଳ୍ପ ଦିନ ତଳେ, ଅଳ୍ପ ଦିନ ମୁଣ୍ଡ ଦେଇଦେଲେ। ଏଥିପାଇଁ ଦାୟୀ କିଏ? ଆମମାନେ ଦାୟୀ। ଆମମାନେ ଆଚାର୍ଯ୍ୟ ଦେବୁ ତାଙ୍କ ପାଖକୁ ତାକୁ ବଞ୍ଚାଅ, ସେମାନଙ୍କୁ ମଧ୍ୟ ବଞ୍ଚାଅ, ତୁମେ ବଞ୍ଚ, ତାଙ୍କୁ ମଧ୍ୟ ବଞ୍ଚାଅ। ଏଇଥିପାଇଁ ଇଷ୍ଟବୃତ୍ତି କରିବାକୁ ପଡ଼ିବ, ଇଷ୍ଟବୃତ୍ତି କରିବାକୁ ପଡ଼ିବ। ମଣିଷକୁ ବଞ୍ଚିବାକୁ ହେଲେ ଇଷ୍ଟବୃତ୍ତି କରିବାକୁ ପଡ଼ିବ। ଯଜନ ଇଷ୍ଟବୃତ୍ତି କରିବା ନିହାତି ଦରକାର। ଗୋଟେ କଥା ବକ୍ତବ୍ୟ ଶେଷ କରିଦେବି, ଇଷ୍ଟବୃତ୍ତି କଲେ କ'ଣ ହୁଏ? ଇଷ୍ଟବୃତ୍ତି କଲେ କ'ଣ ହୁଏ? ତ ଠାକୁରଙ୍କ ଦୀକ୍ଷା ନେଇଥିଲା ଗୋଟେ ଲୋକଟେ, ଅତି ଗରିବ ଲୋକଟେ, ଠାକୁର ପ୍ରଣାମ କଲା। ଠାକୁର ପ୍ରଣାମ କଲା ପରେ ସେ କହିଲା, ଠାକୁର ଆପଣ ଦୀକ୍ଷା ସିନା ନେଲି, କିନ୍ତୁ ମୁଁ ଇଷ୍ଟବୃତ୍ତି କରିପାରିବି ବୋଲେ ପଇସା ନାହିଁ, ମୋ ପାଖରେ ପଇସା ନାହିଁ। ଠାକୁର କହିଲେ ପଇସା ନାହିଁ, ତୋ ପାଖରେ କ'ଣ କିଛି ନା? ନାହିଁ ଠାକୁର, ତୁ ଗୋଟେ ଖାଉନୁ, ତୁ ଯାହା ଖାଉଛୁ ସେଇଥିରୁ ଇଷ୍ଟବୃତ୍ତି କରେ। ନା ଠାକୁର କ'ଣ କରିବି, କିଛି ତ ନାହିଁ। ଗୋଟେ ଓଳି ଚୁଳି ଜଳିଲେ ତିନି ଓଳି ଆମ ଘରେ ବିଲେଇ ନେଉଡ଼ିଆ କରୁଛି ଚୁଲି ମୁଣ୍ଡରେ, ଆମର ସେଠି ଖାଇବା ପିଇବା କୌଣସି ବଳକା ହେଉନାହିଁ। ଠାକୁର କହିଲେ ତାହେଲେ ତୁ କ'ଣ କରୁଛୁ, କ'ଣ କରିବାକୁ ଚାହୁଁଛୁ? ନା ଠାକୁର କିଛି ପଇସା ନାହିଁ, ମୁଁ ଇଷ୍ଟବୃତ୍ତି କରେ। ଠାକୁର କହିଲେ ତୋର ଗାଡ଼ିଆ ଜିନିଷ, ବର୍ଜ୍ୟବସ୍ତୁ କିଛି ନାହିଁ, ବର୍ଜ୍ୟବସ୍ତୁ କିଛି ନାହିଁ, ଫୋପାଡ଼ିଆ ଜିନିଷ। ନା ଠାକୁର ବର୍ଜ୍ୟବସ୍ତୁ ମାନେ ଫୋପାଡ଼ିଆ ଜିନିଷ କ'ଣ? ଆଉ ଏଇ ଘରେ ମୋ ସ୍ତ୍ରୀ ଚୁଲିରେ ରୋଷେଇ କରେ, ଆଉ ଯାହା ପାଉଁଶ ଆଡ଼େ ପାଉଁଶ ଫୋପାଡ଼ିକି ଏଇଟା ଫୋପାଡ଼ିଆ ଜିନିଷ, ସେଇଥିରେ ଇଷ୍ଟବୃତ୍ତି କରୁନୁ। ତାପରେ ସେଇଥିରେ ଇଷ୍ଟବୃତ୍ତି କର। ନା ହଁ ସେମିତି କହିଲେ କରିବି। ଏବେ ଘରକୁ ଯାଇ ସ୍ତ୍ରୀ କହିବେ ଚୁଲିର ପାଉଁଶ ଫୋପାଡ଼ି ନା, ତାକୁ ଇଷ୍ଟବୃତ୍ତି କରିବା। ହଁ ସେଇଆ କରିଦା, ଯା ସେଇଆ କର। ତ ଠାକୁର ତାକୁ ଆଶ୍ରୟ କରିଦେଲେ। ସେ ଭାଇଟି ଗଲା ଘରକୁ, ଯାଇ ସ୍ତ୍ରୀ ଗଲା, ହେଲେ ଏଇ ଶୁଣୁ ଶୁଣୁ, ଏଇ ଯେଉଁ ଚୁଲିର ପାଉଁଶ ଅଛି ତାକୁ ଫୋପାଡ଼ି ନା। ଆଉ ଠାକୁରଙ୍କୁ ମୁଁ କହିଛି ଆମର ତ ପଇସା ପତ୍ର ନାହିଁ, ଆଉ ପାଉଁଶ ଧରିକି ଇଷ୍ଟବୃତ୍ତି କରିବା। ସେ ରାତି ପାଇଲା, ପାହାନ୍ତିଆ ହେଲା, ନାମ ଧ୍ୟାନ କଲେ, ନାମ ଧ୍ୟାନ କଲେ।
নাম ধ্যান করে নিষ্ঠার সହିତ নাମ ଧ୍ୟାନ କରେ ଏବଂ ତାପରେ ନାମ ଧ୍ୟାନ କଲା ପରେ ମୋ କ୍ରୋଧି ଅମାନି କହିସାରିଲା ପରେ ମୁଠାଟେ ପାଉଁଶ ଧରିଲେ ଜୀବ ଜଗତ ଜୀବନ କାରଣ କରୁଣାମୟ ପ୍ରଭୁ ତୁମରି ଦୟାରେ ଲଭିଛି ଜନ୍ମ ପାଇଅଛି ମୁଇଁ ସବୁ ଆଜି ପ୍ରଭାତେ କର୍ମାରମ୍ଭେ ତୁମରି ଭୋଗର ଲାଗି ଇଷ୍ଟଭୃତିର ଅର୍ଘ୍ୟ ଦେଉଛି ଶ୍ରୀ ଚରଣେ କୃପା ମାଗି କହିକିରି ଇଷ୍ଟଭୃତି କରିଦେ। ପାଉଁଶ ଇଷ୍ଟଭୃତି ହେଲା କେତେ ଦିନ ପଳେଇଗଲା ମାସେ ହେଇଗଲା ଠାକୁର ଇଷ୍ଟଭୃତି ହେଇଗଲା ଆଣିଲି ତାକୁ ରଖିଲା କାହା ଜିନିଷ ନା ଆପଣଙ୍କ ଜିନିଷ ନା ମୋ ଜିନିଷ ତ ମୁଁ ଯେତେବେଳେ ମାଗି ସେତେବେଳେ ଦେବୁ ତେଣୁ ତାଙ୍କ ତ ରଖିଥା କାହିଁକି କିଛି ରଖୁକୁ ବସ୍ତାରେ ହେଇଗଲା ଏମିତି କେତେ ବସ୍ତା ହେଇଗଲା। ତାପରେ ବର୍ଷା ଦିନ ଆସିଲା ଦିନ ଅଭିମାନରେ କହିଲା ରାତିରେ ଭାବିଲା ପଇସା ଦେଲେ ଠାକୁର ନେଉଛନ୍ତି ତ ପାଉଁଶ କାହିଁକି ନେବେ ସମସ୍ତଙ୍କ ପଇସା ନେଉଛନ୍ତି ଆମର ପାଉଁଶଟାକୁ ନେଉନାହାନ୍ତି ଏଥିପାଇଁ ନେଉନାହାନ୍ତି ବଡ଼ ଦୁଃଖରେ ଠାକୁରଙ୍କ ପାଖକୁ ଗଲା ଚିନ୍ତା କଲା ଆଉ ଭାବିଲା ଆଜି ଠାକୁରଙ୍କୁ ଠାକୁରଙ୍କୁ ନେଉନାହାନ୍ତି ବୋଲି ଠାକୁର ପଚାରିଲେ କ'ଣ କହୁଛୁ ରେ ନା ଠାକୁର ବର୍ଷା ଦିନ ଆଇଲାଣି ଦିନ ବେଳେ ସୂର୍ଯ୍ୟ ଦୁଷୁଛନ୍ତି ରାତିରେ ଚନ୍ଦ୍ର ଦୁଷୁଛନ୍ତି ଯଦି ବର୍ଷା ହେବ ବର୍ଷା ପାଣି ପଡ଼ିଲେ ସବୁ ଯାକ ପାଉଁଶ ଇଷ୍ଟପତି ଧୋଇକି ପଳେଇବ ତେଣୁ ମୁଁ କେଉଁଠି ରଖିବି ଆପଣ ନେଇଯାଆନ୍ତୁ ଇଷ୍ଟପତି ଯାକ ଠାକୁର କହିଲେ ଗୋଟେ କାମ କର ବର୍ଷା ଦିନ ଆଇଲାଣି ଚାଷବାସ କିଛି କରିବୁ ତୋର ଗୋଟେ ଜମି ବାଡ଼ି କିଛି ଅଛି ନା ବାରିପଟେ କିଛି ଜାଗା ଚାଷବାସ କରିବୁ ନା ପଇସା ପାଇଁ ପଇସା ତ ନାହିଁ ବୋଲି ପାଉଁଶ ଇଷ୍ଟପତି କରୁଛି ଠାକୁର ଗୋଟେ କାମ କରୁନୁ ନା କ'ଣ କରି ଠାକୁର ଗୋଟେ କାମ କରେ କିଛି ପଇସା ପତ୍ର ଯୋଗାଡ଼ କରିଦେଉଛି ତତେ 100ଟା ସାରୁ ଗଛ ଦେଉଛି 100ଟା ସାରୁ ଗଛ ତାକୁ ନେଇ ଲଗେଇବୁ ନେଇ ବାରିପଟେ ଲଗେଇବୁ ଚାଷବାସ କରି ଲଗେଇବୁ ଆଉ ସେଇଥିରେ ଯେଉଁ ପାଉଁଶ ଇଷ୍ଟପତି କରିଛୁ ତାକୁ ସାର କରିକି ଦେବୁ କରିପାରିବୁ ହଁ ଠାକୁର କରିଦେବି 100ଟା ସାରୁ ଗଛ କଲେକ୍ସନ୍ କରିଦେଲେ ଠାକୁର ତାକୁ ନେଇକି ଦେଲେ ଦେଲା ପରେ ସେ କ'ଣ କଲା ବାରିପଟେ ଚାଷବାସ କଲା ସାରୁ ଗଛ ଲଗେଇଲା ପରେ ଆଉ ସେତେବେଳେ ପାଉଁଶ ନେଇକି ତାକୁ ଦେଲା ସାର କରିକିରି ଏ ବାପାରେ କି ସୁନ୍ଦର ସାରୁ ଗଛ ହେଲା ଏତେ ବଢ଼ିଆ ସାରୁ ଗଛ ହେଲା ସାରୁ ଫଳିଲା ତା ତଳେ ମୂଳରେ ମଧ୍ୟ ଫଳିଲା ତାର କେତେଦିନ ଗଲା ପରେ ତେଣୁ ସାରୁ ଆମଦାନୀ ହେଲା ଗୋଟେ 3 ହାତ ଲମ୍ବର ଗୋଟେ ସାରୁ ତାକୁ ଖୋଳିଲା ହାତରେ ଧରିଲା ଯାଇ ଠାକୁର ପାଖରେ ପହଞ୍ଚିଲା ତାପରେ ପହଞ୍ଚିଲା ଠାକୁର କହିଲେ କିଏ ରେ କ'ଣ ହେଲା ନା ଏଇ ଯେଉଁ ଇଷ୍ଟପତି କରିଥିଲି ପାଉଁଶ ଦେଇଥିଲି ଆଉ ଏଇ ତାର ସବୁ ସାରୁ ଏଇଟା ପଡ଼ିଛି କହିଲେ ବା খুব ভালো খুব বঢ়িয়া ବହୁତ ବଢ଼ିଆ ଠାକୁର ବହୁତ ଖୁସି ହେଇଗଲେ କହିଲେ ଶୁଣ ଏ ସବୁ ସାରୁ କରି ବିକ୍ରି କରିଦେବୁ ଯେଉଁ ପଇସା ପାଇବୁ ସେଥିରେ ଇଷ୍ଟପତି କରିବୁ ଯେଉଁ ଇଷ୍ଟପତି କରିବୁ ସେ ସେଇଆ ହିଁ କଲା ସବୁ ବିକିଲା ପଇସା ଇଷ୍ଟପତି କଲା ଆଜି ଇଷ୍ଟପତି କରୁ ସେଇଥିରେ ସେ କ'ଣ ଜାଣିଛନ୍ତି ତାପରେ ତାର ଏତେ ଚାଷ ହେଲା ଯେ ସାରୁ ଚାଷ ଏତେ ଚାଷ ହେଲା ତାପରେ ଆଉ କେତେ ଜମି କିଣିଲା ଆହୁରି ଚାଷ କଲା ଆହୁରି ସେ ସାରୁ ଫଳିଲା ତାପରେ ସେ ଗାଁର ସେ ଏରିଆର ବହୁତ ଜାଗା କିଣିଦେଲା ବିରାଟ ଧନୀ ହେଇଗଲା ଶେଷରେ ଟ୍ରକ୍ ଲାଗିରି କଲିକତାକୁ ଯାଇକିରି ସାରୁ ବିକ୍ରି ବିରାଟ ବ୍ୟବସାୟୀ ହେଇଗଲା। ବର୍ଜ୍ୟବସ୍ତୁ ଫୋପାଡ଼ିବା ଜିନିଷ ଦେଖି ମଧ୍ୟ ଇଷ୍ଟପତି କରିକି ଠାକୁର ତାକୁ ବିରାଟ ଧନୀ କରିଦେଲେ ତେଣୁ ଇଷ୍ଟପତି କେବଳ ଛୋଟ ବୋଲି ଭାବିବେ ନାହିଁ ଇଷ୍ଟପତିକୁ କେବଳ ସାମାନ୍ୟ କହିଦେଲେ ନାହିଁ ଇଷ୍ଟପତି ସେ ନିଅନ୍ତି ଗ୍ରହଣ କରନ୍ତି କିନ୍ତୁ ମୂଳ କଥା ହେଲା ଆମର ନିଷ୍ଠା ଆମର ଭକ୍ତି ଆମର ବିଶ୍ୱାସ ମୁଁ ଆଲୋଚନା ଆଉ ବଢ଼େଇବି ନାହିଁ ସମୟ ଅତିକ୍ରାନ୍ତ ହେଲାଣି ଯାହା ହଉ ଏ ପିଲାଟି ଅତ୍ୟନ୍ତ ସଂସ୍କାର ନେଇକି ଆସିଛି ଅତ୍ୟନ୍ତ ଭାଗ୍ୟବାନ ଜୟଦୀପ ଜୟଲାଭ କରୁଛନ୍ତି ଦୀପ ଭଳି ଉଜ୍ଜଳ ହେଇ ଉଠୁ ଜାଜ୍ୱଲ୍ୟମାନ ହେଇ ଉଠୁ ଏବଂ ଶ୍ରୀ ଠାକୁର ସେ ହେଉଛନ୍ତି ଆଲୋକ ସେ ଆଲୋକ ଆଡ଼କୁ ସବୁବେଳେ ସେ ଆକର୍ଷିତ ହେଇକି ଯାଉ ତା ଜୀବନ ଧନ୍ୟ ସାର୍ଥକ ହଉ।